ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେଉଁ କଥାକୁ ନେଇକି ଆଜି ଗୋଟେ ଆଲୋଚନାର ପ୍ରମୁଖ ବିଷୟ ରହିଛି। ବିଶେଷ କରି ଯଦି କହିବା ଚାକିରି ଯେତେବେଳେ ଆପଣମାନେ କରନ୍ତି, ଚାକିରିରେ ଗୋଟେ ନିୟମିତ ପ୍ରକ୍ରିୟା ହେଲା ବଦଳି, କିନ୍ତୁ ବଦଳି ଯେତେବେଳେ କରାଯାଏ ସେ ବଦଳି ଯେତେବେଳେ ସ୍ୱଚ୍ଛତା ନ ରୁହେ ତାକୁ ନେଇକି ବିଭିନ୍ନ ସ୍ତରରେ ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ କଥା। ଆପଣ ଦେଖନ୍ତୁ ଏବେ ଶିକ୍ଷା ବିଭାଗର ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଜିଲ୍ଲାପାଳ ବଦଳି ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ଏଥିପାଇଁ ମଧ୍ୟ ବିଶେଷ କରି ମେଡ଼ିକାଲ ହେଲ୍ଥ ଗ୍ରାଉଣ୍ଡରେ ଯେତେବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବଦଳି କରିବେ ସେ ପ୍ରକ୍ରିୟା ମଧ୍ୟ ଏବେ ଚାଲିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଇ ଯେଉଁ ପ୍ରକ୍ରିୟା ଚାଲିଛି, ଏଇ ପ୍ରକ୍ରିୟାରେ ଏବେ ଗୋଟିଏ ସ୍ୱତନ୍ତ୍ର ର୍ୟାକେଟ୍ କାମ କରୁଛି, ଯେଉଁ ର୍ୟାକେଟ୍କୁ ନେଇକି ବର୍ତ୍ତମାନ ଶିକ୍ଷକଙ୍କ ମହଲରେ ଗୋଟେ ଅସନ୍ତୋଷ ରହିଛି। କାରଣ ଅନେକ ଶିକ୍ଷକ ରହିଛନ୍ତି ଯେଉଁମାନେ କି ଜାଲ୍ ସାର୍ଟିଫିକେଟ୍ ବଳରେ ଯେଉଁ ଅଯୋଗ୍ୟ ଶିକ୍ଷକମାନେ ବଦଳିର ସୁବିଧା ପାଉଛନ୍ତି, କିନ୍ତୁ ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ଅଭିଯୋଗ କେବଳ ପୁରୀ ଜିଲ୍ଲା ନୁହେଁ, ଏହି ଅଭିଯୋଗ ରାଜ୍ୟବ୍ୟାପୀ ଚାଲିଛି ଏବଂ ବିଶେଷ କରି ଆଉ କିଛି ଦିନ ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବଦଳି ହେବେ ଏବଂ ଏ ପ୍ରକ୍ରିୟା ଚାଲିବ। ଯେଉଁ ସରକାରୀ ସ୍ତରରେ ଯେଉଁ ରହିଛି ବିଶେଷ କରି 5-6ଟି ଗୁରୁତର ରୋଗ, ଯଦି କହିବା କ୍ୟାନ୍ସର କଥା କୁହନ୍ତୁ, କିଡ଼ନୀ ଫେଲିୟର କଥା କୁହନ୍ତୁ, କିମ୍ବା ଯେଉଁ ମାନସିକ ରୋଗୀ କଥା କୁହନ୍ତୁ, ଦିବ୍ୟାଙ୍ଗ କଥା କୁହନ୍ତୁ, ଏଇଭଳି ବିଭିନ୍ନ ରୋଗକୁ ନେଇକି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବଦଳି କରିବା କଥା କୁହାଯାଏ ଏବଂ ତାଙ୍କ ପାଇଁ ଡାକ୍ତରୀ ସାର୍ଟିଫିକେଟ୍ର ଆବଶ୍ୟକତା ଥାଏ ଏବଂ ସେଇ ଡାକ୍ତରୀ ସାର୍ଟିଫିକେଟ୍ ବିଭିନ୍ନ ଯେଉଁ ଅଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜାଲ୍ ସାର୍ଟିଫିକେଟ୍ର ବଳରେ ବର୍ତ୍ତମାନ ଏହାକୁ ହାତଉଛନ୍ତି। ତାହାକୁ ନେଇକି ବର୍ତ୍ତମାନ ଗୋଟେ ରାଜ୍ୟ ରାଜନୀତି ଗୋଟେ ବଡ଼ ଧରଣର ମଧ୍ୟ ଚହଳ ସୃଷ୍ଟି କରିଛି। ଏହି କଥାକୁ ନେଇକି ମଧ୍ୟ ଆମ ସହିତ ରହିଛନ୍ତି ବିଜେଡ଼ି ଜିଲ୍ଲା ଯିଏ ରହିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଏ କଥାକୁ ନେଇ ତାଙ୍କର ମତାମତ ନେବା। ଦେଖନ୍ତୁ ଧରଣୀ ବାବୁ, ଏଇ ଯେଉଁ ଅଭିଯୋଗ ଆସୁଛି, ଆପଣ ମଧ୍ୟ ଏ ଅଭିଯୋଗକୁ ନେଇକି ବାରମ୍ବାର ବିଭିନ୍ନ ସୂତ୍ରରେ ମଧ୍ୟ ଅଭିଯୋଗ କରିଥିଲେ, ଏ ଅଭିଯୋଗକୁ ଆପଣ କିଭଳି ଦେଖୁଛନ୍ତି? ଯେଉଁ ପ୍ରଥମେ ଆପଣଙ୍କୁ ସ୍ୱାଗତ କରୁଛି, ଆପଣଙ୍କ ଚ୍ୟାନେଲକୁ ମଧ୍ୟ ସ୍ୱାଗତ କରୁଛି। ଯାହା ହଉ, ଯାହା ଆଜି ଚର୍ଚ୍ଚା ହେଉଛି, ଯେଉଁ ଘଟଣା ଆପଣ କହିଲେ, ଯେଉଁ ଚର୍ଚ୍ଚା ଚାଲିଛି, ତାକୁ ତଥ୍ୟଭିତ୍ତିକ କଥା ଆଲୋଚନା କରିବା ପାଇଁ ଆପଣ ଯେଉଁ ପ୍ରୟାସ ଜାରି କରିଛନ୍ତି, ସେଥିପାଇଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଦେଉଛି। ଆପଣଙ୍କ ଟିଭି ମାଧ୍ୟମରେ, ଚ୍ୟାନେଲ ମାଧ୍ୟମରେ ମୁଁ ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇବାକୁ ଚାହେଁ ଏବଂ ସ୍ପଷ୍ଟୀକରଣ ମଧ୍ୟ ଜାଣିବାକୁ ଚାହେଁ। ବର୍ତ୍ତମାନ ଶିକ୍ଷା ବିଭାଗରେ ବିଶେଷ କରି ପିପିଲି ଡେଲାଙ୍ଗ ଶିକ୍ଷା ବିଭାଗ ଏବଂ ପିପିଲି ବ୍ଲକର ଯେଉଁ ବିଓ ଅଫିସ୍ ଯେଉଁ ସବୁ ବଦଳି କରାଯାଉଛି, ଗୋଟେ ବିଚିତ୍ର ପ୍ରକାର ପରିସ୍ଥିତି ଭିତରେ ବଦଳି କରାଯାଉଛି। ନିୟମ ଅଛି, ଯଦି ଜଣକୁ କ୍ୟାନ୍ସର ହେଇଛି ବା ପକ୍ଷାଘାତ ରୋଗ ହେଇଛି, ଅତି ଦୁରାତ୍ମକ ରୋଗ ଯଦି ହେଇଛି, ଯଦି ସେ ପ୍ରକୃତ ସାର୍ଟିଫିକେଟ୍ ଦିଏ, ତାହାର ସିଏ ଯେଉଁଠିକି ଚାହିଁବ ଚଏସ୍ ପୋଷ୍ଟକୁ ବଦଳି କରାଯିବ। କିନ୍ତୁ ବର୍ତ୍ତମାନ ସ୍ଥିତି ଏଭଳି ହେଇଛି, ଯାହା ଆପଣମାନେ ଜାଣିବା ଦରକାର ଏବଂ ସମସ୍ତ ଜନସାଧାରଣ ଜାଣିବା ଦରକାର। ଯାହା ଶୁଣିବାକୁ ମିଳୁଛି, ଆମ ପିପିଲି ବ୍ଲକରେ, ଡେଲାଙ୍ଗ ବ୍ଲକରେ ଏବଂ ଏ ଜିଲ୍ଲାରେ ମଧ୍ୟ ଗୋଟେ ବଡ଼ ଧରଣର ର୍ୟାକେଟ୍ କାମ କରୁଛି। ସେ ର୍ୟାକେଟ୍ କ'ଣ କାମ କରୁଛି? ଯିଏ ପ୍ରକୃତ ରୋଗୀ ସିଏ ବଦଳି ହେବାର ସୁଯୋଗ ପାଉନି, କାରଣ ସିଏ ଔଷଧ ଖର୍ଚ୍ଚ କରିବ, ରୋଗ ତାକୁ ହେଇଛି, ସିଏ ଟଙ୍କା କେଉଁଠୁ ପାଇବ, ସେ ତା ନିଜ ପାଇଁ ଖର୍ଚ୍ଚ କରିବ। କିନ୍ତୁ ଯିଏ ରୋଗୀ ନୁହଁ, ସେ ଜାଲ୍ ସାର୍ଟିଫିକେଟ୍ ଦେଇ ଟଙ୍କା ଖର୍ଚ୍ଚ କରି ବେନିୟମ ଭାବରେ ସାର୍ଟିଫିକେଟ୍ ହାସଲ କରି ଥ୍ରୁ ର୍ୟାକେଟ୍ ଯେଉଁ ର୍ୟାକେଟ୍ ଆଜି ଚର୍ଚ୍ଚାର ବିଷୟ ହେଇଛି, ସେଇ ର୍ୟାକେଟ୍ ଥ୍ରୁରେ ସାର୍ଟିଫିକେଟ୍ ସଂଗ୍ରହ କରି ଏବଂ ବଦଳି ହାସଲ କରିବା ପାଇଁ ପ୍ରୟାସ କରୁଛନ୍ତି, ଯାହା ତଳ ସ୍ତରରୁ ଉପର ସ୍ତର ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ସମ୍ପୃକ୍ତ ଅଛନ୍ତି ବୋଲି ବିଶେଷ ମହଲରୁ ଶୁଣିବାକୁ ମିଳୁଛି। ଯାହା ତଦନ୍ତ ସାପେକ୍ଷ, ପ୍ରଶାସନିକ ସ୍ତରରେ ତଦନ୍ତ ହେବାର ଆବଶ୍ୟକତା ଅଛି, ଶିକ୍ଷା ବିଭାଗର ତଦନ୍ତ ହେବାର ଆବଶ୍ୟକତା ଅଛି ଏବଂ ଏକ ବଡ଼ ଧରଣର ର୍ୟାକେଟ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି, ଯାହାକି ବିଜୁ ଜନତା ଦଳ ଏ କଥାକୁ ଗୁରୁତ୍ୱ ଦେଇଛି ଏବଂ ବିଜୁ ଜନତା ଦଳ ବର୍ତ୍ତମାନ ଆପଣମାନଙ୍କ ମାଧ୍ୟମରେ
ଦାବି ରଖୁଛି ଇଏ ରାକେଟ୍ ଧରାଯାଉ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯେଉଁ ଅଫିସର ମାନେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଯିଏ ପ୍ରକୃତ ରୋଗୀ ସିଏ ଯେଉଁଥିପାଇଁ ବଦଳି ହେଉଛି, ଯେଉଁ ରୋଗୀ ସାର୍ଟିଫିକେଟ୍ ଦେଇଛି ପ୍ରକୃତ ସାର୍ଟିଫିକେଟ୍ ଦେଉଛି ତାହା ବଦଳି କରାଯାଉ ଏବଂ ସେ ନ୍ୟାୟ ପାଉ। ଯେଉଁମାନେ ରୋଗୀ ନୁହଁ ସାର୍ଟିଫିକେଟ୍ ଦେଇକରି ବଦଳି କାର୍ଯ୍ୟ ହାସଲ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାରଣ ଇଏ ସରକାର ଗୋଟେ ଅପାରଗ ସରକାର, ଅସମର୍ଥ ସରକାର। ଇଏ ସରକାର ବି ବର୍ତ୍ତମାନ ଦୁର୍ନୀତିରେ ଲିପ୍ତ। ଯାହା ପାଖରେ ପଇସା ସିଏ ବଦଳି କରିବ, ସେ ନୀତିକୁ ଅନୀତି କରିବ, ନିୟମକୁ ବେନିୟମ କାର୍ଯ୍ୟ କରି ବର୍ତ୍ତମାନ କାର୍ଯ୍ୟ ହାସଲ କରୁଛନ୍ତି। ଦେଖନ୍ତୁ କେବଳ ଯଦି ଆପଣ ଯଦି ପିପିଲି ଡେଲାଙ୍କ କଥା କହିଲେ ବର୍ତ୍ତମାନ ରାଜ୍ୟବ୍ୟାପୀ ସବୁଠି ବର୍ତ୍ତମାନ ଚାଲିଛି ଏଇ ବଦଳି ପ୍ରକ୍ରିୟା ଚାଲିଛି ଏବଂ ଅନଲାଇନରେ ମଧ୍ୟ ଆପ୍ଲାଏ ପିଲାମାନେ କରୁଛନ୍ତି ଯେଉଁମାନେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବଦଳି ହେବେ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆ ପାଇଁ ଡାକ୍ତରୀ ସାର୍ଟିଫିକେଟଟା ଯେତେବେଳେ ଦରକାର ହେଉଛି, ମେଡ଼ିକାଲ ସାର୍ଟିଫିକେଟ୍ ଯେତେବେଳେ ଆଣୁଛନ୍ତି, ସେ ଗୁରୁତର ରୋଗ ଯଦି କ୍ୟାନ୍ସର କଥା କୁହନ୍ତୁ, କିଡ଼ନୀ ଫେଲିୟର କଥା କୁହନ୍ତୁ, ମାନସିକ ରୋଗୀ କଥା କୁହନ୍ତୁ, ଏଇ ଯେଉଁ ଡାକ୍ତରୀ ସାର୍ଟିଫିକେଟ୍ ସେମାନେ ହାସଲ କରୁଛନ୍ତି ଏଇ ରାକେଟ୍ କ'ଣ ତାଙ୍କୁ ସହଯୋଗ କରୁଛି ବୋଲି ଆପଣ ଭାବୁଛନ୍ତି? ଇଏ ରାକେଟ୍ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରୁଛି। ଇଏ ରାକେଟ୍ ଗୋଟେ ଛୋଟିଆ ରାକେଟ୍ ଆଜ୍ଞା ନୁହଁ। ଇଏ ରାକେଟ୍କୁ ଯେତିକି ଶୁଣିବାକୁ ମିଳୁଛି, ଇଏ ରାକେଟ୍ କାଗଜ ଦରଖାସ୍ତ ଲେଖିବା ଠାରୁ ଆରମ୍ଭ କରିକିରି ସାର୍ଟିଫିକେଟ୍ ପାଇବା ପର୍ଯ୍ୟନ୍ତ ଏବଂ ସାର୍ଟିଫିକେଟ୍କୁ ନେଇ ଚଞ୍ଚକତା କରି ଜାଲ ସାର୍ଟିଫିକେଟ୍ ଦେଇ ଇଏ ରାକେଟ୍ ବଦଳି କରିବା ପର୍ଯ୍ୟନ୍ତ ବି ସମର୍ଥ ହେଉଛି। ୟାକୁ ନଜରକୁ ରଖିବାର ଆବଶ୍ୟକତା ଅଛି ଏବଂ ଏମାନଙ୍କୁ ତଦନ୍ତ କରିକିରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି। କାରଣ ଏମାନେ ବି ଇଏ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଭାବରେ ଲିପ୍ତ ଅଛନ୍ତି। ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଜଣେ ଯେତିକି ଶୁଣିବାକୁ ମିଳୁଛି, ଯଦି ଜଣେ ଶିକ୍ଷକ ଏଇଭଳି ଦୁର୍ନୀତି କରିକିରି ଦୁର୍ନୀତି ସାର୍ଟିଫିକେଟ୍ ଦେଇ ଜାଲ ସାର୍ଟିଫିକେଟ୍ ଦେଇ ଯଦି ବଦଳି ହୋଇପାରୁଛି, ଯାହା ଶୁଣିବାକୁ ମିଳୁଛି 2 ଲକ୍ଷରୁ 3 ଲକ୍ଷ ଟଙ୍କା ଜଣେ ଶିକ୍ଷକକୁ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଏହାର ତଦନ୍ତ ଆବଶ୍ୟକତା ରହିଛି। ଏଇ ଯେଉଁ ଜାଲ ସାର୍ଟିଫିକେଟ୍ ବଳରେ ଯେଉଁମାନେ ବଦଳି ହେଉଛନ୍ତି, ଯୋଗ୍ୟ ଯେଉଁମାନେ ରହିଛନ୍ତି, ଯେଉଁମାନେ ପ୍ରକୃତରେ ରୋଗୀ ସେମାନେ ତ ବଦଳି ପାରୁନଥିବେ। ସେମାନେ ବଦଳି ହୋଇପାରୁନାହାନ୍ତି। ସେମାନେ ଘରେ ବସିକରି କାନ୍ଦୁଛନ୍ତି ଆଜ୍ଞା। ସେମାନଙ୍କର ପାଟିରୁ କଥା ବାହାରୁନି, କାରଣ ସେ ରୋଗ ପାଇଁ ପଇସା ଖର୍ଚ୍ଚ କରିବେ ଏବଂ ପଇସା ତାଙ୍କ ପାଖରେ ନାହିଁ। ସିଏ କେଉଁଠୁ ପଇସା ଦେବେ? ତାଙ୍କର ବଦଳି ହୋଇପାରୁନି, ତାଙ୍କ କାଗଜ ତଳେ ପଡ଼ିଛି। କିନ୍ତୁ ଯେଉଁଠି ଜାଲ ସାର୍ଟିଫିକେଟ୍ ଅଛି ସେ କାଗଜ ବହୁତ ଉପରକୁ ଉଠି ଯାଉଛି। ବାବୁମାନେ ସେଥିରେ ସମ୍ପୃକ୍ତ, ବଡ଼ ବଡ଼ ଅଧିକାରୀମାନେ ମଧ୍ୟ ସମ୍ପୃକ୍ତ। ତାହା ତଦନ୍ତ କରିବାର ଆବଶ୍ୟକତା ରହିଛି। ଦେଖନ୍ତୁ ଆପଣ ସିଧାସଳଖ ଶୁଣୁଥିଲେ ଯେଉଁ ଅଭିଯୋଗ, ଗୁରୁତର ଅଭିଯୋଗ ଆସୁଛି, ଜାଲ ସାର୍ଟିଫିକେଟ୍ ହାସଲ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ବଦଳି ହେଉଛନ୍ତି ଯେଉଁ ହେଲ୍ଥ ଗ୍ରାଉଣ୍ଡରେ, ସେ ଅଭିଯୋଗରେ କେତେ ସତ୍ୟତା ରହିଛି ତାର ଗୋଟେ ତଦନ୍ତ ହେବାର ଆବଶ୍ୟକତା ରହିଛି। କାରଣ ଆପଣ ଯଦି ଦେଖିବେ এই ଗୁରୁତର ରୋଗ ଯେତେବେଳେ ହେଇଥାଏ ସେଇ ରୋଗୀମାନେ କିଭଳି ଭଲ ଟ୍ରିଟମେଣ୍ଟ ପାଇବେ ଏବଂ ଘର ପାଖରେ ରହିବେ ଏବଂ ହସ୍ପିଟାଲର ସୁବିଧା ପାଇବେ, ଏଇ ଉଦ୍ଦେଶ୍ୟ ରଖି ସରକାର ଏଇ ନିୟମ କରିଛନ୍ତି ଯେ ରୋଗୀମାନେ ସେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ କିଭଳି ବଦଳାଇବେ। କିନ୍ତୁ ଯେଉଁ ଅଭିଯୋଗ ଆସୁଛି ପୁରା ରାଜ୍ୟବ୍ୟାପୀ ଗୋଟିଏ ର୍ୟାକେଟ୍ କାମ କରୁଛି। ସେଇ ର୍ୟାକେଟ୍ରେ ସେଇ ବିଭାଗୀୟ ହେଲ୍ଥ ଡିପାର୍ଟମେଣ୍ଟର କିଛି କର୍ମଚାରୀ ରହିଛନ୍ତି, ତଳରୁ ଉପର ପର୍ଯ୍ୟନ୍ତ ସେଇ କର୍ମଚାରୀଙ୍କର ସମ୍ପୃକ୍ତି ରହିଥିବାର ଯେଉଁ ଅଭିଯୋଗ ଆସୁଛି, ଯାହାଫଳରେ ସେମାନେ ଏହି ଜାଲ ସାର୍ଟିଫିକେଟ୍ ପ୍ରସ୍ତୁତ କରି ଅଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ତାଙ୍କର ଚଏସ୍ ପୂର୍ଣ୍ଣ ଜାଗାକୁ ବଦଳି କରୁଛନ୍ତି। ତା ପାଇଁ 2ରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଡିମାଣ୍ଡ କରାଯାଉଛି। ଯାହାଦ୍ୱାରା ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଯେଉଁମାନେ ରୋଗରେ ପୀଡ଼ିତ ରହିଛନ୍ତି, ପ୍ରକୃତରେ ସେମାନେ ରୋଗୀ, ସେମାନଙ୍କର ଚିକିତ୍ସାର ଆବଶ୍ୟକତା ଅଛି ଏବଂ ଘର ପାଖକୁ ଆସିବାର ଆବଶ୍ୟକତା ଅଛି, ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ ଆଶା କରିବା ନିଶ୍ଚିନ୍ତ ରୂପେ ଯେଉଁ ଅଭିଯୋଗ ଆସୁଛି, ଅଭିଯୋଗର କେତେ ଦୂର ସତ୍ୟାସତ୍ୟ ରହିଛି ତାର ଅନୁଧ୍ୟାନ ଏବଂ ତଦନ୍ତ ହେବାର ଗୋଟେ ପ୍ରକାର ଆବଶ୍ୟକତା ରହିଛି। ଆମେ ଆଶା କରିବା ଶିକ୍ଷାମନ୍ତ୍ରୀ ମଧ୍ୟ ଏ ଯେଉଁ ଉପରେ ଦୃଷ୍ଟି ଦେବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେହେତୁ ହେଲ୍ଥ କଥା ଉଠୁଛି, ହେଲ୍ଥ ଡିପାର୍ଟମେଣ୍ଟରେ ମଧ୍ୟ ଯିଏ ରହିଛନ୍ତି ମନ୍ତ୍ରୀ ରହିଛନ୍ତି, ସିଏ ମଧ୍ୟ ୟା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କାରଣ ଯଦି ଏଭଳି ଅଭିଯୋଗ ସତ୍ୟତା ରୁହେ ଗୋଟିଏ ସଙ୍ଗୀନ ଅଭିଯୋଗ ହେବ ଏବଂ ସରକାର ଏଥିରେ ମଧ୍ୟ ନିନ୍ଦିତ ହେବେ। ତେଣୁ ଆଶା କରିବା ନିଶ୍ଚିତ ରୂପେ ସରକାର ଆ ଦ୍ୱାରା କିଭଳି ଲୋକମାନେ ଯେଉଁ ସ୍ୱଚ୍ଛତାରେ ବଦଳାଇ ପାରିବେ ସେଥିପାଇଁ ପଦକ୍ଷେପ ନେବେ। ନଚେତ୍ ଆଗାମୀ ଦିନରେ ବିଜେଡ଼ି ଯେଉଁ ଅଭିଯୋଗ ଆଣୁଛି, ଆଗାମୀ ଦିନରେ ବିଜେଡ଼ି ଏହାକୁ ନେଇ ମଧ୍ୟ ରାଜନୀତି କରିବାକୁ ପଛେଇବନି। ରହିଲୁ, ନମସ୍କାର।